ସାଙ୍ଗମାନେ ଆମେ ବନେଇବା ଖଡ଼ା ତରକାରୀ। ତା ପାଇଁ ମୁଁ କ'ଣ କ'ଣ ସାମଗ୍ରୀ ନେଇଛି ଚାଲନ୍ତୁ ଦେଖିବା। ଚାଲନ୍ତୁ ଆମେ ଷ୍ଟାର୍ଟ କରିବା। ଖଡ଼ା ତରକାରୀ ତା ପାଇଁ ମୁଁ ପ୍ରଥମେ ନେଇଯାଇଛି ଖଡ଼ା, କଖାରୁ ନେଇଯାଇଛି, ଆଳୁ ନେଇଯାଇଛି, ତ ମଟର ଆଗରୁ ବତୁରେଇକି ନେଇଯାଇଥିଲି 7ରୁ 8 ଘଣ୍ଟା, ଟମାଟୋ ଗୋଟେ ନେଇଯାଇଛି। ଏବେ ଆମେ ଖଡ଼ାକୁ ପ୍ରଥମେ କାଟିବା। ଛୋଟ ଛୋଟ ଖଣ୍ଡ କରିକି କାଟିଦେବା ଖଡ଼ାକୁ। କଖାରୁ ଟିକେ ବଡ଼ ବଡ଼ ସାଇଜର କାଟିବା। ଏଇଟା ପ୍ରେସରରେ ସିଝେଇବା ଯୋଗୁଁ ମିଳିଯିବ କାଳେ, ତ ମୁଁ ଏବେ ବଡ଼ ବଡ଼ ଖଣ୍ଡ କରିକି କାଟି ଦେଉଛି। କରିକି ମୁଁ ଆଳୁକୁ କାଟିଦେଲି। ଏବେ ମୁଁ ପିଆଜକୁ ଛୋଟ ଛୋଟ ଖଣ୍ଡ କରିକି କାଟି ଦେଉଛି। ଏଟାକୁ ଭଲସେ ଧୋଇଦେବା। ଏବେ ମୁଁ ପରିବା ତ ସବୁ କାଟିଦେଲି, ଦେଖନ୍ତୁ ପରିବାକୁ ଭଲସେ କାଟିକି ଧୋଇକି ରଖିଦେଲି। ତ ଏବେ ମୁଁ ମସଲାରେ ନେଇଛି ରସୁଣ, ଜିରା, ଅଦା, ଶୁଖିଲା ଲଙ୍କା ନେଇଯାଇଛି। ଏଇଟାକୁ ଭଲସେ ଆମେ ପେଷ୍ଟ କରିଦେବା। ଚାଲନ୍ତୁ ଏବେ ଆମେ ଷ୍ଟାର୍ଟ କରିବା। ପ୍ରେସର ବସେଇଦେଲି। ଏବେ ଗରମ ହେଇଗଲେ ଆମେ କିଛି ସୋରିଷ ତେଲ ଦେଇଦେବା। ଅଳ୍ପ ସୋରିଷ ତେଲ ଦେଇକି ଆମେ ପରିବାଟାକୁ ଭାଜିବା। ଏବେ ଆମର ତେଲ ଗରମ ହେଇଗଲା। ମୁଁ ଯେଉଁ ରଖିଥିଲି ବତୁରେଇକିରି ମଟରକୁ ଭଲସେ ଏବେ ଆମେ ତେଲରେ ପକେଇକି ଭାଜିଦେବା। ଆମର ମଟରଟା ଭାଜି ହେଇଗଲେ ଆମେ ଯେଉଁ ପରିବା ରଖିଥିଲେ ପରିବାକୁ ପକେଇକି ଆଉ କିଛି ସମୟ ଭାଜିଦେବା। ବେଶୀ ଭାଜିବାନି, ଅଳ୍ପ ଭାଜିଦେବା। ଏବେ ଭଲସେ ଆମେ ଘାଣ୍ଟିକି ପାଣି ଦେଇଦେବା। ଦେଖନ୍ତୁ ଆମର ଭାଜି ହେଇଗଲା ପରିବା ମଟର। ଏବେ ଆମେ ପାଣି ଦେଇଦେବା। ଏବେ ମୁଁ ଲୁଣ ହଳଦୀ ଦେଇ ଦେଉଛି। ଏବେ ମୁଁ ଆବଶ୍ୟକ ଅନୁସାରେ ପାଣି ଦେଇ ଦେଉଛି। ଏବେ ଆମେ ଗୋଟେ ହୁଇସିଲ୍ ବାଜିବାକୁ ଛାଡ଼ିଦେବା। କଡ଼େଇ ବସେଇ ଦେଇଛନ୍ତି। ଏବେ କିଛି ମୁଁ ସୋରିଷ ତେଲ ନେଇଯାଉଛି। ତେଲ ଗରମ ହେଇଗଲେ ଏବେ ଆମେ ଜିରା ପକେଇଦେବା। ଏବେ ଆମେ ଜିରା ପକେଇଦେବା। ଏବେ ଆମେ ଯେଉଁ ମସଲାଟା ବାଟିଥିଲେ ମସଲାଟା ଏବେ ଆମେ ଲୁଣ, ହଳଦୀ, ଟମାଟୋ ପକେଇକି ଘୋଡ଼େଇ ଦେବା କିଛି ସମୟ। ଏବେ ଆମର ଟମାଟୋ ମସଲାଟା କଷି ହେଇଗଲାଣି। ଏବେ ଆମେ ପରିବା ସବୁକୁ ପକେଇଦେବା। ଏବେ ଆମେ ଭଲସେ ମସଲା ସହ ପରିବାକୁ ଘାଣ୍ଟିଦେବା। ଏବେ ଆମେ ଭଲସେ ଫୁଟିବାକୁ ଛାଡ଼ିଦେବା। ଏବେ ଆମେ ଦେଖିବା ଆମର ତରକାରୀ ଦେଖନ୍ତୁ ଫୁଟି ହେଇଗଲାଣି। ଏବେ ଆମେ କିଛି ଗରମ ମସଲା ପକାଇଦେବା। ଆମ ତରକାରୀ ତ ହେଇଗଲାଣି। ଏବେ ଆମେ କିଛି ଗରମ ମସଲା ପକାଇକି ଗ୍ୟାସ୍କୁ ବନ୍ଦ କରିଦେବା। ଆମର ରେଡ଼ି ହେଇଯିବ ଖଡ଼ା ତରକାରୀ। ଏବେ ଆମେ କିଛି ଗରମ ମସଲା ପକାଇଦେବା। ଏବେ ଆମେ ଗ୍ୟାସ୍କୁ ବନ୍ଦ କରିଦେବା। ଆମର ରେଡ଼ି ହେଇଯିବ ତରକାରୀ, ଖଡ଼ା ତରକାରୀ।